ସକାଳୁ ଉଠିଲା ମାନେ ତ ଆମେ ଓଡ଼ିଆରେ ହିଁ ପରସ୍ପର ସହିତ କଥା ହେଉଛେ। ହେଲେ ମୁଁ ଯଦି ଆପଣମାନଙ୍କୁ କହିବି ଆଜି ମୁଁ ଗୋଟେ ଏମିତି ଜବ୍ ଆଣିକି ଆସିଛି ଯେଉଁଟା ଆପଣମାନେ ଅନ୍ୟ ଲୋକର ଓଡ଼ିଆ କଥା ଶୁଣିକି ସେ ଓଡ଼ିଆଟା ଠିକ୍ କହୁଛି କି ଭୁଲ କହୁଛି ତାକୁ ରେଟିଂ ଦେବେ। କ'ଣ ମଜା ଲାଗିବ ନା ଜବ୍ଟା କରିବା ପାଇଁ କି? ଆଉ ଗୋଟେ ଇଣ୍ଟରେଷ୍ଟିଂ କଥା ଜାଣିଛନ୍ତି? ଏଇଟା କେବଳ ମୋବାଇଲ ଥିଲେ ଆପଣମାନେ କରିପାରିବେ। ଲ୍ୟାପଟପ୍ର କିଛି ଦରକାର ହିଁ ନାହିଁ, କାରଣ ଏଥିରେ କେବଳ ଅଡ଼ିଓ ରେକର୍ଡ଼ିଂ ହିଁ ଶୁଣିବାର ଅଛି। ଲ୍ୟାପଟପ୍ର କାମ କ'ଣ କହିଲେ? ଆଉ ଗୋଟେ କଥା, ଏଇ ଜବ୍ଟା ଆପଣମାନେ ଘରୁ ବସିକି କରିପାରିବେ କମ୍ପ୍ଲିଟ୍ ୱାର୍କ ଫ୍ରମ୍ ହୋମ୍। ଆଉ ମାସକୁ ସାଲାରୀ ରହିବ 17,000 ରୁ 25,000। ଯଦି ଆପଣମାନେ ଏଇ ଜବ୍ଟା କରିବା ପାଇଁକି ଚାହୁଁଛନ୍ତି ତାହେଲେ ଏଇ ସର୍ଟର ତଳେ ମୁଁ ଲଙ୍ଗ୍ ଭିଡ଼ିଓଟି ଟ୍ୟାଗ୍ କରିଦେଇଛି, ଯାଇକି ଜଲ୍ଦି ଦେଖନ୍ତୁ, ଆପ୍ଲାଏ ବି କରିଦିଅନ୍ତୁ। କୌଣସି କନଫ୍ୟୁଜନ୍ ଯଦି ଅଛି ମୋତେ କମେଣ୍ଟ ବକ୍ସରେ ପଚାରି ପାରିବେ। ଆଉ ଯଦି ଆପଣମାନେ ଇନଷ୍ଟାଗ୍ରାମରେ ଏଇ ରିଲ୍ଟା ଦେଖୁଛନ୍ତି ତାହେଲେ ୟୁଟ୍ୟୁବକୁ ଆସିଯାଆନ୍ତୁ, ଏପିକ୍ କାଟ୍ ଚ୍ୟାନେଲ୍ ସର୍ଚ୍ଚ କରନ୍ତୁ, ଆଉ ଆପଣମାନଙ୍କୁ ଲଙ୍ଗ୍ ଭିଡ଼ିଓରେ ଏଇ ଜବ୍ର କମ୍ପ୍ଲିଟ୍ ଡିଟେଲ୍ସ ମିଳିଯାଇପାରିବ। ତ ଆଜି ଚାଲନ୍ତୁ ଦେଖିବା ହଜବେଣ୍ଡଙ୍କ ଲଞ୍ଚ ବକ୍ସରେ କ'ଣ ଦେଇଥିଲି। ଆଜି ହେଉଛି ସପ୍ତାହର ଲାଷ୍ଟ ୱାର୍କିଂ ଡେ, ମାନେ ଫ୍ରାଇଡେ। ବହୁତ ବ୍ୟସ୍ତ ଭିତରେ ରହିକି ତରତରରେ ହଜବେଣ୍ଡଙ୍କ ଲଞ୍ଚ ବକ୍ସ ପ୍ୟାକ୍ କରୁଥିଲି। ତ ଆଙ୍ଗେଲ ବି ମୋର ସବୁ ଏପଟ ସେପଟ ହେଇଯାଇଥିଲା। କେମିତି କେଉଁ ପଟରୁ ବାସ୍ କେବଳ ଗୋଟେ ଭିଡ଼ିଓ ହିଁ ବନେଇ ଦେବାର ମୋତେ ଥିଲା। ତ ତଳ ଟିଫିନରେ ଦେଇଥିଲି ଉଷୁନା ଭାତ, ତା ସହିତ ଆଜି ଦେଇଥିଲି ହରଡ଼ ଡାଲି। ତାପରେ ଆଜି କରିଥିଲି ପୋଟଳ ଆଳୁ ଭଜା, ଆଉ ତାପରେ କରିଥିଲି ବାଇଗଣକୁ ଗୋଟେ ପୋଡ଼ିକି ତାକୁ ଭର୍ତ୍ତା କରିଥିଲି। ତା ପାଇଁକି ସେପାରେଟ୍ ମିକ୍ସଚର୍ ଦେଇଥିଲି, କାହିଁକିନା ଆଗରୁ ଯଦି ବାଇଗଣ ଭର୍ତ୍ତାରେ ମିକ୍ସଚର୍ ପକାଇଦେବି ସେ ସବୁ ଗୁଡ଼ାକ ପୁରା ସିପିଯିବ। ବାଇଗଣ ଭର୍ତ୍ତା ସହିତ ଗୋଟେ ଛୋଟ ଆମ୍ବ ମଧ୍ୟ ତାଙ୍କୁ ଦେଇଥିଲି। ତ ଏମିତି ଆଜିର ଲଞ୍ଚ ବକ୍ସ ମୁଁ ପ୍ୟାକ୍ କରିଥିଲି। ଆପଣମାନଙ୍କୁ ଜବ୍ଟା କେମିତି ଲାଗିଲା ମୋତେ ନିହାତି କମେଣ୍ଟ ବକ୍ସରେ ଜଣାଇବେ। କୌଣସି କନଫ୍ୟୁଜନ୍ ଥିଲେ ମୋ ସହିତ ମଧ୍ୟ କମେଣ୍ଟରେ କଥା ହେଇପାରିବେ। ପୁଣି ଥରେ ଆପଣମାନଙ୍କ ସହିତ ଦେଖାହେବ ଆଉ ଗୋଟେ ଫ୍ରେଶ୍ ଜବ୍ ଭିଡ଼ିଓରେ, ଆଉ ହଜବେଣ୍ଡଙ୍କ ଲଞ୍ଚ ବକ୍ସ ସର୍ଟରେ। ତା ଭିତରେ ଆପଣମାନଙ୍କର କାମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବା। ଦେଖାହେବ ପୁଣି ଥରେ। ବାଏ ବାଏ।